ଚାଷୀଙ୍କ ପାଇଁ ଖୁସି ଖବର। ଏହି ଦିନ ପୁଣି ଆପଣଙ୍କୁ ମିଳିବାକୁ ଯାଉଛି କିଷାନ ଯୋଜନା ଅଧୀନରେ 19ତମ କିସ୍ତିର 2000 ଟଙ୍କା। ଏହାଛଡ଼ା ଏଥିରେ ଆସିଗଲା ଆଉ କିଛି ନୂଆ ଲିଷ୍ଟ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ବନ୍ଧୀ ଯୋଜନା ଅର୍ଥାତ୍ ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। 19ତମ କିସ୍ତି ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାରେ ଆସନ୍ତା ମାସ ଟଙ୍କା ଜମା ହେବ। ଏନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ତେବେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ମାସ 24 ତାରିଖରେ ଅର୍ଥାତ୍ ଫେବୃଆରୀ 24ରେ ବିହାରରୁ 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ତେବେ ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏହା ପୂର୍ବରୁ ଯୋଜନାରେ 18ତମ କିସ୍ତି ଅକ୍ଟୋବର ମାସରେ ମଧ୍ୟ ଜାରି ହୋଇଥିଲା। ତେବେ ଏହି ଯୋଜନାରେ 9.5 କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ 2000 ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ 6000 ମିଳୁଥିବା ବେଳେ ପ୍ରତି 4 ମାସରେ 2000 ଟଙ୍କା 3ଟି କିସ୍ତିରେ ବିତରଣ କରାଯାଉଛି। ତେବେ ସରକାର ଏହି କିସ୍ତି ପାଇଁ 20,000 କୋଟିରୁ ଅଧିକ ବ୍ୟୟ ବରାଦ କରିଛନ୍ତି। ତେବେ ପିଏମ୍ କିଷାନ ଯୋଜନାର ଉଦ୍ଦେଶ୍ୟ ହେଉଛି ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହାଦ୍ୱାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହନ କରିବ। ତେବେ ଜାଣି ରଖନ୍ତୁ, ଯଦି ଆପଣ ବି 18ତମ କିସ୍ତିର ଟଙ୍କା ପାଇଛନ୍ତି ତେବେ 19ତମ କିସ୍ତି ଯାହାକି ଫେବୃଆରୀ 24ରେ ଆସିବାକୁ ଯାଉଛି। ଏହାଛଡ଼ା ଏଥିରେ ଆଉ କିଛି ଲିଷ୍ଟ ମଧ୍ୟ ଜାରି ହୋଇଛି। ଆଉ ଏହି ଲିଷ୍ଟରେ ଯେମାନଙ୍କର ନାମ ଥିବ ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି 19ତମ କିସ୍ତିର ଟଙ୍କା। ତେବେ ଏହି ଲିଷ୍ଟ ଦେଖିବା ପାଇଁ ହେଲେ ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।